ଆମେ ସମସ୍ତେ ରାମନବମୀ ବିଷୟରେ ଜାଣନ୍ତି, କିନ୍ତୁ ଆଉ ଗୋଟେ ପର୍ବ ଅଛି ସୀତା ନବମୀ। ଚାଲନ୍ତୁ ଏହାର କାହାଣୀ ଜାଣିବା। ରାମନବମୀରେ ରାଣୀଙ୍କ ଗର୍ଭରୁ ରାଜପୁତ୍ର ଜନ୍ମ ହେଲେ ସୀତାଙ୍କ କାହାଣୀ ପୂରା ଅଲଗା। ତେବେ ମନରେ ପ୍ରଶ୍ନ ଆସେ, ସେ ଜନ୍ମ ହେଲେ କେମିତି? ଏହାର ଉତ୍ତର ଆମ ପ୍ରାଚୀନ ଗ୍ରନ୍ଥରେ ହିଁ ଅଛି। ସୀତାଙ୍କୁ କୁହାଯାଏ ଅଜନୀ ସମ୍ଭବା। ବାଲ୍ମୀକି ରାମାୟଣରେ ଏହି ଚମତ୍କାର ଘଟଣା ବିଷୟରେ ଲେଖା ଅଛି। ଆଉ ଏହି କଥା କେହି ସାଧାରଣ ଲୋକ ନୁହେଁ, ବରଂ ନିଜେ ରାଜା ଜନକ କହିଛନ୍ତି। ହଁ, ତେବେ କାହାଣୀ ଆରମ୍ଭ ହୋଇଛି ଭଗବାନ ଶିବଙ୍କ ସେହି ପ୍ରସିଦ୍ଧ ଧନୁରୁ। ଏଇଟା କିଛି ସାଧାରଣ ଧନୁ ନଥିଲା, ବରଂ ଏକ ଦିବ୍ୟ ଅସ୍ତ୍ର ଯାହା ପିଢ଼ି ପରେ ପିଢ଼ି ଚାଲିଆସୁଥିଲା। ଆଉ ଦେଖନ୍ତୁ କେମିତି ଏହି ଧନୁ ସୀତାଙ୍କ ଭବିଷ୍ୟତ ସହ ଜଡ଼ିତ ଥିଲା। ତାଙ୍କର ବିବାହ ଥିଲା ଏକ ବୀର୍ଯ୍ୟଶୁଳ୍କା, ମାନେ ତାଙ୍କୁ ବୀରତ୍ୱ ଦେଖାଇ ହିଁ ଜିତିବାକୁ ପଡ଼ିବ। ସର୍ତ୍ତ ଥିଲା, ଯିଏ ଶିବଧନୁ ଉଠାଇ ଗୁଣ ଚଢ଼ାଇବ ସେ ହିଁ ସୀତାଙ୍କୁ ବିବାହ କରିବ। କିନ୍ତୁ ପ୍ରଶ୍ନ ହେଉଛି, ରାଜା ଜନକଙ୍କୁ ଏହି କନ୍ୟା ମିଳିଲେ କେମିତି? କଥାଟା ଘଟିଥିଲା ଯେତେବେଳେ ରାଜା ଜନକ ଏକ ଯଜ୍ଞ ପାଇଁ ନିଜେ କ୍ଷେତରେ ହଳ କରୁଥିଲେ। ଆଉ ହଳ କରୁ କରୁ ତାଙ୍କ ଲଙ୍ଗଳ ମୁଣ ମାଟି ଭିତରେ କିଛି ଗୋଟେ ଜିନିଷରେ ବାଜିଗଲା। ସେଠୁ କିଛି ସୁନା ରୂପା ନୁହେଁ, ବରଂ ମାଟି ଭିତରୁ ଏକ ଜୀବନ୍ତ ଶିଶୁକନ୍ୟା ମିଳିଲେ। ଯେହେତୁ ସେ ଲଙ୍ଗଳ ରେଖାରୁ ମିଳିଥିଲେ, ତାଙ୍କ ନାଁ ରଖାଗଲା ସୀତା। ସତେ ଯେମିତି ସେ ଥିଲେ ଧରିତ୍ରୀର କନ୍ୟା। ଆଉ ସେହି ଚମତ୍କାର ଦିନଟି ଥିଲା ବୈଶାଖ ମାସ ଶୁକ୍ଳପକ୍ଷ ନବମୀ ତିଥି। ଆଉ ସେହି ଦିନଟି ହିଁ ସବୁଦିନ ପାଇଁ ପାଳନ କରାଗଲା ସୀତା ନବମୀ ଭାବରେ। ଶେଷରେ ଶ୍ରୀରାମ ହିଁ ସେହି ଧନୁ ଉଠାଇ ଭାଙ୍ଗିଲେ ଏବଂ ସୀତାଙ୍କୁ ବିବାହ କଲେ। ଏହି କାହାଣୀ ଦେଖାଏ ଯେ ସବୁଠୁ ଅସାଧାରଣ କଥା ସବୁ ସବୁଠାରୁ ସାଧାରଣ ଜାଗାରୁ ମଧ୍ୟ ମିଳିପାରେ।